ଗାଁ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ନିମନ୍ତେ 4 ଗ୍ରାମର ଗ୍ରାମବାସୀମାନେ ଦାବି କରୁଛନ୍ତି। ଦର୍ଶକ ବନ୍ଧୁ ଟିକେ ନିକି ଖବରକୁ ସ୍ୱାଗତ। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କନୁଆ ଗାଁ ବ୍ଲକର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରିବା ନିମନ୍ତେ 4 ଗାଁ ଅର୍ଥାତ୍ କଟାବାଲି, କପୁଗୁଡ଼ା, ମାହାଗୁଡ଼ା, ବରସାଇର ଗ୍ରାମବାସୀମାନେ ଦାବି କରିଛନ୍ତି। ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗା ସ୍କୁଲ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ସାଜିଛି ମରଣ ଯନ୍ତ୍ର। ବର୍ଷା ଦିନେ ପୋଲ ଉପରେ 4 ଫୁଟ ପାଣି, ତା ସହିତ ଖାଲଖମାରେ କଦର୍ଯ୍ୟ ହୋଇ ରହିଛି। ଗାଁକୁ ଯିବାକୁ ସ୍ଥାୟୀ ରାସ୍ତାଟିଏ ନାହିଁ। ମଗଡ଼ିଙ୍ଗା ସ୍କୁଲ ଛକ ଠାରୁ ସାହି ରାସ୍ତା ଯିବାକୁ ହେଲେ ପର୍ବତ ପାହାଡ଼ ଉପର ଦେଇ କେଙ୍ଗେରିଆ ପର୍ଯ୍ୟନ୍ତ 3 କିଲୋମିଟର 4 କିଲୋମିଟର ଯିବାକୁ ହେଉଛି, ଯାହାକି ରାସ୍ତା ସାଜିଛି ମରଣ ଯନ୍ତ୍ର। ଏପରି ଅବସ୍ଥାରେ ଖାଲଖମା ଦେଇ ଯିବାକୁ ପଡୁଥିବା ବେଳେ ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। ପ୍ରାୟ 120 ପରିବାର ଏହି ଗାଁରେ ବାସ କରୁଥିବା ବେଳେ ଜନସଂଖ୍ୟା 750ରୁ ଉର୍ଦ୍ଧ୍ୱ ହେବ। ଏହି ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ 4 ଗ୍ରାମବାସୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରିଦେଲେ ଏହି ଗାଁର ଲୋକମାନେ ଉପକୃତ ହେବେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକତା ରହିଛି। ମଗଡ଼ିଙ୍ଗା ସ୍କୁଲ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ଏବଂ ସେମାନଙ୍କ ମଧ୍ୟରୁ ଭମର ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ, ଯୁବରାଜ ମଲ୍ଲିକ ପ୍ରଧାନ, ବିରୁପାକ୍ଷ ପ୍ରଧାନ, ଚୌଧୁରୀ ବିଜୟ ପ୍ରଧାନ, ଟଙ୍କ ପ୍ରଧାନ ଏପରି ଅନେକ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏହି ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଯାଉ। ଯଦି ଯଥାଶୀଘ୍ର ନିର୍ମାଣ କରିବା ପାଇଁ ସରକାର ଯଦି ଇଚ୍ଛାଶକ୍ତି କରିବେ ନାହିଁ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିବା ମଧ୍ୟ ସୂଚନା ରହିଛି। 4 ଖଣ୍ଡ ଗ୍ରାମବାସୀମାନେ ଧାରଣାରେ ବସିବେ। ଏଣୁ କନୁଆ ବ୍ଲକ ପ୍ରଶାସନ ଏହି 4 ଖଣ୍ଡ ଗ୍ରାମବାସୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ କାର୍ଯ୍ୟ କରିବେ ଏବଂ ସେମାନେ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।